ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଉଠା ଜଳସେଚନ ନିଗମ ଜରିଆରେ ରାଜ୍ୟରେ 26ଟି ଜିଲ୍ଲାରେ ବିଜୁ କୃଷକ ବିକାଶ ଯୋଜନା ଡିପ୍ ବୋରୱେଲ୍ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ବୋରୱେଲ୍ ପ୍ରକଳ୍ପ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପରେ ଅନ୍ୟ 4 ଜଣ ହିତାଧିକାରୀ ଗୋଟିଏ କ୍ଲଷ୍ଟର ମଧ୍ୟରେ ରହିବା ଆବଶ୍ୟକ ଅଟେ। ଜଣେ ଆବେଦନକାରୀଙ୍କର ଅନ୍ୟ 1 ଏକରରୁ ଅଧିକ ଜମି ଥିବା ଆବଶ୍ୟକ, ତେଣୁ ଇଚ୍ଛୁକ ପ୍ରାର୍ଥୀ ଏଥିରେ ଆବେଦନ କରନ୍ତୁ। ଆସନ୍ତୁ ଫର୍ମ ଆପ୍ଲାଏ କେମିତି କରିବା। ପିସି କିମ୍ବା ଲ୍ୟାପଟପ୍ର କ୍ରୋମ୍ ବ୍ରାଉଜର ଓପନ୍ କରନ୍ତୁ। ବ୍ରାଉଜରରେ ଟାଇପ୍ କରନ୍ତୁ www.odishalip.co.in ଆଉ ଏଣ୍ଟର କରନ୍ତୁ। ଏହିପରି ଡାସବୋର୍ଡ ଦେଖାଯିବ। ତଳେ ଅନଲାଇନରେ କ୍ଲିକ୍ କରନ୍ତୁ। ଏହା କ୍ଲିକ୍ କଲା ପରେ ଡିପ୍ ବୋରୱେଲ୍ରେ କ୍ଲିକ୍ କରନ୍ତୁ। ଏହିପରି ଫର୍ମ ଓପନ୍ ହୋଇଯିବ। ତାପରେ ଚାଷୀଙ୍କ ନାମ, ଏବଂ ମୋବାଇଲ ନମ୍ବର ନିର୍ଭୁଲ ଭାବରେ ଦିଅନ୍ତୁ। ତାପରେ ନିଜ ଗ୍ରାମ ନାଁ, डिस्ट्रिक्ट, ब्लॉक, ग्राम पंचायत, पोस्ट ऑफिस ଏହା ସବୁ ନିର୍ଭୁଲ ଭାବରେ ଟାଇପ୍ କରନ୍ତୁ। ତାପରେ ହିତାଧିକାରୀ କେଉଁ ଶ୍ରେଣୀର ବର୍ଗ ଅଟେ, ଏସି, ଏସଟି କି ଜେନେରାଲ। ମୁଁ ଜେନେରାଲରେ କ୍ଲିକ୍ କରୁଛି। ତାପରେ ଇଲେକ୍ଟ୍ରିକ୍ ପମ୍ପ ବିଦ୍ୟୁତ ମୋଟର ଦ୍ୱାରା ଅନଲାଇନ୍ କରାଯିବ। ଏହି ବକ୍ସରେ ପ୍ଲଟ ନମ୍ବର ଯେତେ ବି ଅଛି ସବୁ ଦିଅନ୍ତୁ। ତାପରେ ଏନେ खाता नंबर, तापर दोबारा फिर फार्मर नेम, डिस्ट्रिक्ट, ग्राम पंचायत, ब्लॉक ये सबू फिलअप करी आउ थरे प्लॉट नंबर, खाता नंबर सबू फिलअप करंतु। ଆଉ ଏଥିରେ ଚାଷୀଙ୍କ ଆଧାର କାର୍ଡର ନମ୍ବର ଦିଅନ୍ତୁ। ସବୁ ଡିଟେଲ୍ସ ଚେକ୍ କରନ୍ତୁ, ତାପରେ ସବମିଟ୍ କରନ୍ତୁ। सबमिट कला परे यही फॉर्मटी ओपन हो प्रिंट करी कस्टमर को दिंतु।